ନାଇଁ ମାନେ ମେହେନ୍ଦି ଗୋଟେ ଗପ ମନେ ପଡ଼ିଗଲା। ଗୋଟେ ପୋଖରୀରେ ଗୋଟେ କଇଁଚ ରହୁଥିଲା। ଥରେ ସେ କଇଁଚଟି ଶୁଣିବାକୁ ପାଇଲା କାଲି ପୋଖରୀରେ କେଉଟମାନେ ଆସି ଜାଲ ପକାଇବେ। ଏହା ଶୁଣି କଇଁଚଟି ରାଗିଗଲା, ବଡ଼ ବିପଦରେ ପଡ଼ିଗଲା। ଭାବିଲା ସେ କ'ଣ କରିବ। ଆଉ କଇଁଚଟି ଯାଏ ତା ଦୁଇ ହଂସ ସାଙ୍ଗକୁ ଏ ବିଷୟରେ ଜଣେଇଲା। ଆଉ ହଂସ ଦୁଇଟି କଇଁଚକୁ ବଞ୍ଚେଇବା ପାଇଁ ଗୋଟେ ବାଡ଼ି ଆଣିଲେ। ଆଉ କଇଁଚକୁ କହିଲେ ବାଡ଼ିର ମଝି ଭାଗକୁ କାମୁଡ଼ି ଧରିବା ପାଇଁ। କଇଁଚ ବି ଠିକ୍ ସେୟା କଲା, ବାଡ଼ିର ମଝି ଭାଗକୁ କାମୁଡ଼ି ଧରିଲା। ଆଉ ହଂସ ଦୁଇଟି ବାଡ଼ିର ଦୁଇ ମୁଣ୍ଡକୁ ଥଣ୍ଟ ସାହାଯ୍ୟରେ କାମୁଡ଼ି ଧରିକି ଏ ପୋଖରୀରୁ ସେ ପୋଖରୀକୁ ଉଡ଼ିବାକୁ ଲାଗିଲେ। ଠିକ୍ ଏହି ସମୟରେ ତଳେ କିଛି ଖେଳୁଥିବା ପିଲା ଆକାଶକୁ ଚାହିଁ କହିଲେ, ଏ ଦେଖରେ ଆକାଶରେ କଇଁଚ ଉଡ଼ୁଛି। ଏହା ଶୁଣି କଇଁଚଟି ରାଗିଗଲା। ଆଉ ପିଲାମାନଙ୍କୁ ଗାଳି କରିବାକୁ ମୁହଁ ଖୋଲିଛି ତ ମାଟିରେ ପଡ଼ି ଦୁମ୍ ଛଟପଟ ହେଇ ମରିଗଲା। କଇଁଚ ନମସ୍କାର, ବାପି, ଜୟ ଜଗନ୍ନାଥ, ଜୟ ମା ତାରିଣୀ। ଏ ବର୍ଷ ଆମର ନୂଆ ନାଟକ ହେଇଛି, 3ଟା ନାଟକ ହେଇଛି। ଆଉ 3ଟା ନାଟକରେ ଆମର ଯେଉଁ ଏ ବର୍ଷ ହେଇଛି ସେଇ ଗୋଟିଏ ଭୁଲ ପାଇଁ ମାଣିକକୁ କିଏ ମାଇଲା ମାଡ଼ ଆଉ ଜୀବନ ଯମୁନା ଉଜାଣି ବହେ, ଏ 3ଟା ନାଟକ ସବୁଯାକ ଭଲ ନାଟକ ହେଇଛି। ବହୁତ ବଢ଼ିଆ ଷ୍ଟୋରି, ମାନେ ଦର୍ଶକ ମାନେ ମନକୁ ମାନେ ପସନ୍ଦ ହେଲା ଭଳିଆ ନାଟକ। ବସିକି ଦେଖିଲେ ଫ୍ୟାମିଲି ଧରିକି ନାଟକ ଦେଖିପାରିବେ, କିଛି ଅସୁବିଧା ନାହିଁ। ସେଇଟା ଦର୍ଶକମାନଙ୍କର ଭଲ ପାଇବା, ତାଙ୍କରି ଭଲ ପାଇବାରେ ମୁଁ ଆଜି ଯାହା ବି ହେଇଛି ତାଙ୍କରି ଭଲ ପାଇବା, ତାଙ୍କରି ଆଶୀର୍ବାଦରୁ 15-16 ବର୍ଷ ହେଇଗଲା। ମୁଁ ପ୍ରଥମେ ନିୟତି ଗଣନାଟ୍ୟରେ ଥିଲି। ମୋର ସେଇଟା ପ୍ରଥମ ଅନୁଷ୍ଠାନ ଗାଢ଼ଙ୍କ ଜଗତସିଂହପୁର। ସେ ମୋତେ ଆଜି ମାନେ କଳାର ପରିଚିତ ଯଦି ମୁଁ ହେଇଥାଏ, କିଛି ବି ଅଭିନୟ କରିପାରିଥାଏ, ନିୟତି ଗଣନାଟ୍ୟ ପ୍ରଥମ ସେଇ ପାଟିରେ ମୁଁ ପାଦ ଦେଇଥିଲି। ପ୍ରଥମେ ମୋତେ ଆତ୍ମସନ୍ତୋଷ ମିଳିଛି। ନାଟକ ମୋର ଗୁରୁ ବିପ୍ଳବ ସାର୍ ନାଟକ ଥିଲା ପୁରୁଷୋତ୍ତମରେ ରଙ୍ଗିଲା ରାଧିକା ରଜନୀଗନ୍ଧା। ସେ ନାଟକରେ ମୁଁ ଗୋଟେ ବଢ଼ିଆ ଚରିତ୍ର ପାଇଥିଲି। ସେ ଚରିତ୍ରରେ ମୋତେ ଯଦି ଉତ୍ତର ବାଲେଶ୍ୱରରେ ମୋତେ କିଏ ପରିଚିତ କରାଇଥାଏ, ଯଦି ମୁଁ ପରିଚୟ ହେଇଥାଏ ଯେ ବାପି ବୋଲି କିଏ ମୋତେ ଜାଣିଥାନ୍ତି, ସେ ହେଉଛି କେବଳ ସେଇ ନାଟକ ପାଇଁ। ନିଶ୍ଚିତ ବହୁତ ସାରା ଭଲ ପାଇବା, ବହୁତ ଖୁସି ଲାଗିବ ମୋତେ ଯେତେବେଳେ ଦର୍ଶକମାନେ ଆମକୁ ଭଲ ପାଇବା ଦେଉଛନ୍ତି। ତାଙ୍କ ପାଇଁ ମୁଁ ଏ ଜାଗାରେ ପହଞ୍ଚିଛି। ସେଇଟା ଭଗବାନଙ୍କର ଇଚ୍ଛା, କେବେ ସେମିତି ସମୟ ଆସିବ। ଏବେ ତ ମୁଁ ଏଠି ବି ଏ ଅନୁଷ୍ଠାନ ବି ବହୁତ ଭଲ, 6 ବର୍ଷ ହେଇଗଲାଣି ମୁଁ ଏ ଅନୁଷ୍ଠାନରେ ଅଛି। ବହୁତ ଭଲ ଭଲ ନାଟକ ଆମର ଯେ ଗୁରୁ ସନ୍ତୋଷ ନାରାୟଣ ଦାସ, ସେ ବି ବହୁତ ଭଲ ନାଟକ। ଶାରଦା ପ୍ରସନ୍ନ ରାଣା ଯେ ଡିରେକ୍ସନ୍ କରୁଛନ୍ତି ଆମର ନାଟକ, ବହୁତ ଭଲ ନାଟକ ଦେଉଛନ୍ତି। ଏଠି ବି ବହୁତ ଭଲ ଭଲ ନାଟକ ସାଧବ ବୋହୂ ଏ ବର୍ଷ ଦେଇଛନ୍ତି, ମାଣିକକୁ କିଏ ମାଇଲା ମାଡ଼, ବହୁତ ବଢ଼ିଆ ନାଟକ। ଦର୍ଶକମାନଙ୍କୁ ମୁଁ ଏ କହିବି ଯେ ଆପଣମାନେ ଆସନ୍ତୁ, ନାଟକ ଦେଖନ୍ତୁ, ତାପରେ ଜଜମେଣ୍ଟ କରନ୍ତୁ, ଆମକୁ କୁହନ୍ତୁ କେଉଁଠି ଭୁଲ ତ୍ରୁଟି ଯଦି ରହୁଛି ଆମକୁ କୁହନ୍ତୁ।